କୌଣସି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଯଦି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ସହିତ ଗୁଣନ କରାଯାଏ ଏବଂ ଏକକ ଘର ଦୁଇଟିର ଯୋଗଫଳ ଯଦି 10 ହୁଏ ଏବଂ ଦଶକ ଘର ଯଦି ସେମ୍ ସଂଖ୍ୟା ଥାଏ ତାହେଲେ ସେ ଜାଗାରେ ଗୁଣନ କରିବା ଆମର ସହଜସାଧ୍ୟ ହୋଇଥାଏ। ତା ପାଇଁ ଗୁଣନ କରିବାକୁ ହେଲେ ଆମେ ପ୍ରଥମେ ଏକ ଅଙ୍କ ବିଶିଷ୍ଟ ଏକକର ସଂଖ୍ୟାକୁ ଆମେ ଗୁଣନ କରିବା। ତାହେଲେ 6 ଚଉ 24 ଲେଖିବା। ଦଶକର ସଂଖ୍ୟା 2 ଥିବାରୁ 2 ର ପରବର୍ତ୍ତୀ ସଂଖ୍ୟା 3, 2 କୁ 3 ରେ ଗୁଣିଲେ 6, ଏହା 26 ଏବଂ 24 ର ଗୁଣନଫଳ। ସେହିପରି 3 ଏବଂ 7 ର ଗୁଣନ 7 × 21, 5 ର ପରବର୍ତ୍ତୀ ସଂଖ୍ୟା 6, 6 ସହ 5 ର ଗୁଣନ 6 ପଞ୍ଚା 30, 1 ର 9 ସହିତ ଗୁଣନ 9 × 9, 9 ପୂର୍ବରୁ 0 ବସିଲା। 7 ର ପରବର୍ତ୍ତୀ ସଂଖ୍ୟା 8, 8 7 56, 95 ର ଗୁଣନ କେତେ?